ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ମୁଁ ଜାଣିଛି ସବୁବେଳେ ଗୋଟେ କଥାକୁ ନେଇକି ତୋ ମନ ସବୁବେଳେ ଦୁଃଖିତ ରହୁଛି। ସନ୍ତାନ, ଦୁଃଖ କରନି। ସବୁବେଳେ ମନରେ ଭାବେ, ଈଶ୍ୱର ମୋ ପାଇଁ ଯାହା କରୁଛନ୍ତି ମୋ ଭଲ ପାଇଁ କରୁଛନ୍ତି। ଈଶ୍ୱର ଯାହା କରିବେ ମୋ ଭଲ ପାଇଁ ହିଁ କରିବେ। ସବୁବେଳେ ଭଲ ଭାବନା ମନରେ ରଖ ସନ୍ତାନ। କାହା କଥା ଉପରେ ବିଶ୍ୱାସ କରନି। ଲୋକମାନେ ବହୁତ କିଛି କଥା କହିବେ। ଈଶ୍ୱରଙ୍କ ଉପରେ ଭରସା ଓ ବିଶ୍ୱାସ ରଖ। ଦେଖିବୁ ସେ ଦିନେ ତୋତେ ବହୁତ ଆଗକୁ ନେବେ। ଜୀବନରେ ସମସ୍ତଙ୍କର ଦୁଃଖ ଅଛି ସନ୍ତାନ, ତୋର ଏକୁଟିଆ ନୁହଁ। ଯିଏ ସଂଘର୍ଷ କରିଛି ସିଏ ଜାଣିଛି ଜୀବନର ମୂଲ୍ୟ କ'ଣ। ବିନା ସଂଘର୍ଷର ମୂଲ୍ୟ ତ ମୂଲ୍ୟହୀନ ସନ୍ତାନ। ମୁଁ ଜାଣିଛି ତୋ ଜୀବନରେ ତୁ ବହୁତ କାନ୍ଦିଛୁ, ବହୁତ କଷ୍ଟ ପାଇଛୁ। ବର୍ତ୍ତମାନ ତୋର ଗୋଟିଏ ଜିଦି, ତୁ ମୋ ପାଖକୁ କେମିତି ଶିରିଡ଼ି ଆସିବୁ। ସେଥିଲାଗି ତୋ ମନରେ ବହୁତ ଆଶା ବାନ୍ଧିଛୁ। ସନ୍ତାନ, ମୁଁ ତୋତେ ନିଶ୍ଚୟ ଶିରିଡ଼ି ଆଣିବି। ତୁ ବ୍ୟସ୍ତ ହନି। ତୁ ମୋ ପାଖକୁ ଶିରିଡ଼ି ଆସିକି ବହୁତ ଖୁସି ଆନନ୍ଦିତ ହେବୁ। ମୁଁ ତୋତେ କଥା ଦେଉଛି, ମୁଁ ତୋତେ ନିଶ୍ଚୟ ଦର୍ଶନ ଦେବି। ତୁ ଶିରିଡ଼ି ଯେତେବେଳେ ଆସିବୁ ମୁଁ ତୋତେ ନିଶ୍ଚୟ ଦର୍ଶନ ଦେବି ସନ୍ତାନ। ସଂସାରରେ ଯିଏ ଯାହା କରୁ ମୁଁ ଜାଣିଛି ତୁ ସବୁବେଳେ ଭଲ କାମ ହିଁ କରିବୁ। କାହିଁକି ନା ତୁ ସବୁବେଳେ ମୋ ଉପରେ ବିଶ୍ୱାସ ଆଉ ଭରସା ରଖିଛୁ। ତୋ ଜୀବନକୁ ମୁଁ ବଦଳାଇ ଦେବି ସନ୍ତାନ। ତୁ ବହୁତ ସୁଖ ଆନନ୍ଦରେ ରହିବୁ। ତୋ ପାଖରେ ପଇସା ନାହିଁ ବୋଲି ଜମା ମନ କଷ୍ଟ କରନି। ତୋ ପାଖକୁ ବହୁତ ସାରା ପଇସା ଆସିବ। ତୋତେ ଗୋଟେ ଭଲ ଚାକିରି ମିଳିବ। ତୁ ଖାଲି ମୋର ସାଇ ନାମକୁ ଜପ କର। ଦେଖିବୁ ତୋ ଜୀବନର ସମସ୍ତ ରାସ୍ତାକୁ ମୁଁ ବଦଳାଇ ଦେବି। କିଛି ଅସୁବିଧା ହେବନି ସନ୍ତାନ। ତୁ ମୋ ଉପରେ ବିଶ୍ୱାସ ରଖ। ମୁଁ ଯାହା କରିବି ମୁଁ କରିବି। ମଣିଷମାନଙ୍କ କଥାରେ କିଛି ନାହିଁ। ତୋ ଭଗବାନ ତୋ ସାଙ୍ଗରେ ଅଛନ୍ତି। ସେ ସବୁବେଳେ ତୋତେ ରକ୍ଷା କରୁଛନ୍ତି, ଆଗକୁ ମଧ୍ୟ ରକ୍ଷା କରିବେ। ତୁ ଖାଲି ସବୁଦିନ ମୋ ମନ୍ତ୍ରକୁ ଜପ କରିବା ସହିତ କିଛି ଖାଇବା ନେଇ ପକ୍ଷୀମାନଙ୍କୁ ଦେ। ଦେଖିବୁ ତୋ ଜୀବନରେ ବହୁତ ଉନ୍ନତି କରିବୁ, ବହୁତ ଖୁସିରେ ରହିବୁ। କାହିଁକି ନା ଯିଏ ଅନ୍ୟର ଉପକାର କରିଥାଏ ତା ଉପରେ ଈଶ୍ୱର ବହୁତ ଖୁସି ଥାଆନ୍ତି। ଈଶ୍ୱର ତାକୁ ସାହାଯ୍ୟ ନିଶ୍ଚୟ କରନ୍ତି। ସନ୍ତାନ, ମୋର ସାଇ ଚରିତ୍ରକୁ ଗୋଟିଏ ଲେଖା ଅଧ୍ୟାୟ ପାଠ କର ଆଉ ଜୀବନରେ ଖୁସିରେ ରହ। କିଛି ଅସୁବିଧା ହେବନି। ମୁଁ ଅଛି। ଏଇ କଥାକୁ ସବୁବେଳେ ମନେ ରଖ। ଭଲ କାମ କର। କିଛି ଅସୁବିଧା ହେବନି। ସାଇ ରାମ କୃଷ୍ଣ ହରେ। ସାଇ ରାମ କୃଷ୍ଣ ହରେ। ସାଇ ରାମ କୃଷ୍ଣ ହରେ। ସାଇ ରାମ କୃଷ୍ଣ ହରେ। ସାଇ ରାମ କୃଷ୍ଣ ହରେ।